ଦେଖନ୍ତୁ କେନ୍ଦ୍ର ସରକାର ପୋଲାମ୍ବର ପ୍ରୋଜେକ୍ଟକୁ ଯେପରି ଭାବରେ ଅନୁମୋଦନ ଦେଇଛନ୍ତି ଏବଂ ଆର୍ଥିକ ସହାୟତା ଦେଇଛନ୍ତି କମ୍ପ୍ଲିଟ୍ କରିବା ପାଇଁ। এইটা ପୂର୍ବରୁ ବି ଏ ଗୃହରେ ଆଲୋଚନା ହେଇଥିଲା ଏବଂ ପୂର୍ବରୁ ବି ଆମେ ବିରୋଧ କରିଥିଲୁ କଂଗ୍ରେସ ଦଳ ଯେ ପୋଲାମ୍ବର ପ୍ରୋଜେକ୍ଟ ଯଦି ତୁମେ କମ୍ପ୍ଲିଟ୍ କରାଯାଇ ତାର ହାଇଟ୍କୁ ଆମେ ବିରୋଧ କରୁଛୁ, ଯାହାଦ୍ୱାରା କି ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳର ପଡ଼ିଆ ଅଞ୍ଚଳର ପାଖାପାଖି 70ଟି ଗାଁ ଜଳମଗ୍ନ ହେଇଯାଉଛି, ଜମି ବୁଡ଼ି ଯାଉଛି, ଘର ବୁଡ଼ି ଯାଉଛି, ଗାଁ ସଭା ହେଇନି, ପଲ୍ଲୀ ସଭା ହେଇନି, ତାଙ୍କୁ ରିହାବିଲିଟେସନ୍ କରାଯାଇ ନାହିଁ ଏବଂ ଏ ପରିପ୍ରେକ୍ଷୀରେ ଯଦି କମ୍ପ୍ଲିଟ୍ କରାଯାଏ ତାହେଲେ ଆଦିବାସୀ ସମ୍ପୂର୍ଣ୍ଣ ଭାବରେ ଆଦିବାସୀ ଲୋକ ଜଳମଗ୍ନ ହୋଇ ମରିଯିବେ ଏବଂ ଯେଉଁ ବ୍ୟାକ୍ଲଗ୍ ୱାଟର ଅଛି ତାକୁ କମ୍ପ୍ଲିଟ୍ ବନ୍ଦ କରିବାକୁ ପଡ଼ିବ। ଏଇଥିପାଇଁ ବାରମ୍ବାର ଦାବି କରିଛି, ମୁଁ କହିଲି ଯେ ଏଇଥିପାଇଁ ଆମର ଗୃହ କମିଟି କରାଯାଉ, କେନ୍ଦ୍ର ସରକାରଙ୍କୁ ମିଶିବା ଦରକାର, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ସମୟ ମାଗିବା ଦରକାର, ପ୍ରଧାନମନ୍ତ୍ରୀ ତାପରେ ଅନୁଧ୍ୟାନ କରନ୍ତୁ ସେ ପ୍ରକଳ୍ପ ହେବ କି ନାହିଁ। ଯଦି ପ୍ରକଳ୍ପ ହେବ ସେ ଅଞ୍ଚଳ ଯେମିତି ଜଳମଗ୍ନ ହେବନି ତାର ବ୍ୟବସ୍ଥା କରାଯାଉ। ଗୃହ କମିଟି ପାଇଁ ଆମେ ଦାବି କରୁଛୁ, ପ୍ରଧାନମନ୍ତ୍ରୀଙ୍କୁ ମିଶିବା ପାଇଁ ମଧ୍ୟ ଦାବି ରହିଛି। ବଜେଟରେ ଯାହା ପାଇବା କଥା ଆମେ ପାଇନୁ। କ'ଣ ପାଇଛୁ? ରେଳବାଇ ବଜେଟ ଆମେ 20,000 କୋଟି ଟଙ୍କା ଆମେ ବେନିଫିଟ୍ ଦଉଛୁ, ପାଇଛୁ ମାତ୍ର 10,000 କୋଟି ଟଙ୍କା। ନୂଆ ପ୍ରୋଜେକ୍ଟ ନାହିଁ, ନୂଆ ପ୍ରସ୍ତାବ ନାହିଁ। ନବରଙ୍ଗପୁର ମାଲକାନଗିରି ସେଇଥିପାଇଁ ସଫିସିଏଣ୍ଟ ଟଙ୍କା ନାହିଁ। ନବରଙ୍ଗପୁର କଳାହାଣ୍ଡି ତା ପାଇଁ ବି ମଧ୍ୟ ଯୋଜନା ନାହିଁ। ଏ ପରିପ୍ରେକ୍ଷୀରେ ଆମେ ସମ୍ପୂର୍ଣ୍ଣ ଭାବରେ ରେଳବାଇ ମନ୍ତ୍ରୀଙ୍କୁ ବିରୋଧ କରୁଛୁ, ନିନ୍ଦା କରୁଛୁ। ବିରୋଧୀ ଦଳଙ୍କୁ ଆଜି ପ୍ରଥମେ ଯେତେବେଳେ ପ୍ରଶ୍ନକାଳ ସମୟରେ ସ୍ୱାଭାବିକ ଥିଲା ଗୃହ, ଖୁସି ମଧ୍ୟ ଲାଗିଲା, ଉତ୍ସାହ ମଧ୍ୟ ଲାଗିଲା। ବିଧାନସଭା ଭିତରେ ଆମ ମନ ଭିତରେ କ'ଣ ଥାଉ, ବିଧାନସଭା ଭିତରେ ଶାସକ ଦଳ ହେଉ ବିରୋଧୀ ଦଳ ହେଉ, ବିଧାନସଭା ଚାଲିବା ପାଇଁ ସମସ୍ତଙ୍କର ମନ ଏବଂ ମତ ଏକା ହେବା ଦରକାର। କେଉଁଠି ନା କେଉଁଠି ଆମେ ରାଜ୍ୟର ସ୍ୱାର୍ଥ ପାଇଁ ସମସ୍ତେ ଲଢ଼ୁ, ବିରୋଧୀ ଦଳ ହୁଅନ୍ତୁ ଶାସକ ଦଳ ହୁଅନ୍ତୁ, ସମସ୍ତଙ୍କର ମନ ଏକା ହୋଇ ବିଧାନସଭା ଚାଲିବା ଦରକାର। କାରଣ ଆପଣମାନେ ଜାଣିଛନ୍ତି ବିଧାନସଭା ଚାଲିଲେ ରାଜ୍ୟର ବିଭିନ୍ନ ସମସ୍ୟା ଆଲୋଚନା ହେବ ଏବଂ ସମାଧାନ ହେବ ଏବଂ ବିଧାନସଭା ପ୍ରଥମ ପର୍ଯ୍ୟାୟରେ ସ୍ୱାଭାବିକ ଥିଲା। ଦ୍ୱିତୀୟ ପର୍ଯ୍ୟାୟ ବା ଶୂନ୍ୟକାଳରେ ଯେତେବେଳେ ବିଭିନ୍ନ କଥା ନେଇକି ବିଧାନସଭାକୁ ବନ୍ଦ କରାଗଲା, କେଉଁଠି ନା କେଉଁଠି ଦୁଇଟି ଇସ୍ୟୁ ଉପରେ ସେମାନେ କଂଗ୍ରେସ ଦଳ ଉଠେଇଛନ୍ତି। ଗୋଟିଏ ହେଲା ବଜେଟ୍ କଥାକୁ ନେଇ। ମୋତେ ଲାଗୁଛି ସମ୍ପୂର୍ଣ୍ଣ ବଜେଟ୍ ଭିତରକୁ କଂଗ୍ରେସ ଦଳ ଯାଇନାହିଁ। କଂଗ୍ରେସ ଦଳ ବିଗତ ଦିନରେ ଦେଖନ୍ତୁ, ଯେତେବେଳେ ଓଡ଼ିଶାର ବିଧାୟକମାନେ କଂଗ୍ରେସ ଦଳର ପ୍ରଧାନମନ୍ତ୍ରୀ ଥିଲେ, ଅନୁଦାନ ପାଇଁ ଯାଇଥିଲେ ଓଡ଼ିଶା ପାଇଁ, ସେତେବେଳେ କେଉଁଠି ନା କେଉଁଠି କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ କହିଥିଲେ ଟଙ୍କା କ'ଣ ଗଛରେ ଫଳୁଛି। ଏ କଥାକୁ ସେତେବେଳେ ସାରା ରାଜ୍ୟବାସୀଙ୍କୁ ଆଘାତ ଦେଇଥିଲା। ଆଜି ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ କଥା କହୁଛନ୍ତି, ବିକଶିତ ଓଡ଼ିଶା କଥା କହୁଛନ୍ତି, ଓଡ଼ିଶାର ଅସ୍ମିତା କଥା କହୁଛନ୍ତି, ଓଡ଼ିଶାର ସ୍ୱାଭିମାନ କଥା କହୁଛନ୍ତି, ତେଣୁ ବଜେଟରେ ନିଶ୍ଚିତ ଭାବେ ଓଡ଼ିଶା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅନୁଦାନ ଆସିବ। ଓଡ଼ିଶାର ଡେଭଲପମେଣ୍ଟ କେମିତି ହେବ ଆପଣମାନେ ସମସ୍ତେ ଜାଣିଛନ୍ତି। ଆଗରୁ ରେଲୱେ ବଜେଟରେ ଓଡ଼ିଶା ପାଇଁ କେତେ ଅର୍ଥ ବ୍ୟୟବରାଦ ହେଉଥିଲା, ଆଜି ଓଡ଼ିଶା ପାଇଁ ରେଲୱେରେ କେତେ ଅର୍ଥ ବ୍ୟୟବରାଦ ହେଉଛି। ତେଣୁ କେଉଁଠି ନା କେଉଁଠି ଓଡ଼ିଶା ପାଇଁ ଏକ ଉତ୍ସାହର ସମୟ ଆସିଛି। ତେଣୁ ଭିତରକୁ ନ ଯାଇ ଉପର ଠାଉରିଆ ଭାବେ ଏମିତି ବିଧାନସଭାକୁ ବନ୍ଦ ନ କରିବା ପାଇଁ ମୁଁ ମଧ୍ୟ ଅନୁରୋଧ କରୁଛି ଏବଂ ସେଇଭଳି ଭାବେ ପୋଲାଭରମ୍ ପ୍ରକଳ୍ପ କଥା ଉଠାଇଛନ୍ତି। ପୋଲାଭରମ୍ ପ୍ରକଳ୍ପ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଅଛି, କେନ୍ଦ୍ରରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସରକାର ଅଛି। ମୁଁ ଜାଣିଛି ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ବା ଆମର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ନେତୃତ୍ୱରେ ଯେଉଁ ସରକାର ଚାଲିଛି, ଓଡ଼ିଶାକୁ
राज्य को गुरुत्व दे कौन सी मते ओडिशार गुरुत्व को टिके कमेया हवा को दिया जीवना आलोचना हम पर्यालोचना हम ओडिशार स्वार्थ को गुरुत्व देकी जहाँ कार्यक्रम कथा निया कोलाभरम प्रकल्प रे आलोचना करिवार समय आसी निश्चित भाव आलोचना करी से प्रकल्प विषय आगे